ଏବେ ତ ମୋ ପୁଅର ହାପି ଇୟରଲି ଏକ୍ଜାମ୍ ଆରମ୍ଭ ହୋଇଯାଇଛି। ମୁଁ ତା ପାଇଁ ଏକ୍ଜାମ୍ ଟାଇମ୍ରେ ଏଇ ରେସିପିକୁ ନିଶ୍ଚିତ ବନାଇଥାଏ, ଯାହାକୁ ଖାଇଲା ଫଳରେ ତାର ବ୍ରେନ୍ ଆଉ ବଡ଼ିକୁ ବୁଷ୍ଟ ମିଳିଥାଏ। ସେଥିପାଇଁ ମୁଁ ଏଠି 500 ଗ୍ରାମର ଖଜୁରୀ ନେଇଛି, ଆଉ ସେଥିରେ ସବୁ ମଞ୍ଜିକୁ ବାହାର କରି ନେଇଛି। ଗୋଟେ ପ୍ୟାନ୍କୁ ଭଲ ଭାବରେ ଗରମ କଲା ପରେ ସେଥିରେ ମୁଁ କିଛି ଆଲମଣ୍ଡ, କାଜୁ, ୱାଲନଟ୍, ପିସ୍ତା, ମିକ୍ସ ସିଡ୍ ଆଉ ଗୋଟେ ଚାମଚ ଘିଅ ଦେଇ ସ୍ଲୋ ଫ୍ଲେମ୍ରେ ଏହାକୁ କ୍ରିସ୍ପି ହେବା ଯାଏଁ ଭାଜି ନେବି। ଆପଣ ଚାହିଁଲେ ସବୁ ଜିନିଷର କ୍ୱାଣ୍ଟିଟିକୁ କମ୍ କିମ୍ବା ବେଶୀ କରିପାରନ୍ତି। ଏହା ସହିତ ଗୋଟେ ବଡ଼ ଚାମଚ ପୋସ୍ତକୁ ମଧ୍ୟ ଡ୍ରାଏ ରୋଷ୍ଟ କରି ନେଇଛି। ଏବେ ଗ୍ରାଇଣ୍ଡର ଜାରରେ ମଞ୍ଜି ବାହାର କରି ରଖିଥିବା ଖଜୁରୀ ଆଉ ତା ସହିତ କିଛି କିସମିସକୁ ଦେଇ ଗୋଟେ ପେଷ୍ଟ ବନେଇ ନେବା। ଏବେ ଏହି ପେଷ୍ଟକୁ ପ୍ୟାନ୍ରେ 2 ଚାମଚ ଘିଅ ଗରମ କରି 2 ରୁ 3 ମିନିଟ୍ ଯାଏଁ ଏହାକୁ ଭାଜି ନେବା। ଯେତେବେଳେ ଏହା ଟିକେ ଷ୍ଟିକି ହୋଇଯିବ ସେଥିରେ 2 ଚାମଚ ଡେସିକେଟେଡ୍ କୋକୋନଟ୍ ଭଲ ଭାବରେ ମିକ୍ସ କରି ଥଣ୍ଡା ହେବା ଯାଏଁ ଗୋଟେ ସାଇଡ଼ରେ ରଖିନେବା। ଏହା ଭିତରେ ଆମର ନଟ୍ସ ବି ଥଣ୍ଡା ହୋଇସାରିଛି, ତାକୁ ଗୋଟେ ଗ୍ରାଇଣ୍ଡର କପ୍ରେ ଦେଇ ଦରଦରା ପିସି ନେବା। ଆପଣ ଚାହିଁଲେ ମଧ୍ୟ ଏହାକୁ ଚପ୍ କରିପାରନ୍ତି। ସବୁ ଜିନିଷ ଭଲ ଭାବରେ ଥଣ୍ଡା ହୋଇସାରିଲା ପରେ ରୋଷ୍ଟ କରି ରଖିଥିବା ପୋସ୍ତକୁ ଆଡ଼୍ କରି ଭଲ ଭାବରେ ମିକ୍ସ କରି ନେବା। ହାତରେ ଟିକେ ଘିଅ ଆପ୍ଲାଏ କରି ଛୋଟ ଛୋଟ ଲଡ଼ୁ ଆକାରରେ ବନେଇ ନେବା। ଏଥର ଆମର ପ୍ରସ୍ତୁତ ହୋଇଯାଇଛି ହେଲ୍ଦି ଲଡ଼ୁ। ଏହି ହେଲ୍ଦି ଲଡ଼ୁକୁ ମାତ୍ର ଦିନକୁ ଗୋଟିଏ କ୍ଷୀର ସହିତ ନେଲେ ପିଲାମାନଙ୍କ ସହିତ ଆପଣ ମଧ୍ୟ ହେଲ୍ଦି ରହିବେ। ମୋ ପୁଅକୁ ଏହି ଲଡ଼ୁ ତ ବହୁତ ପସନ୍ଦ ଆସିଲା। ଆପଣମାନେ ଏହି ଲଡ଼ୁ କେବେ ବନାଉଛନ୍ତି କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ରହିଲି, ବାଏ।